ଏହା ଏକ ଏମିତି କାହାଣୀ ଶୁଣିଲେ ଆପଣ ନା ହସି ପାରିବେ ନା କାନ୍ଦି ପାରିବେ। ପୁରା ଇଣ୍ଟରେଷ୍ଟିଂ କାହାଣୀ। ପ୍ରକାଶ ଓ ରୀତାଙ୍କର ବିବାହ ଡିସେମ୍ବର ମାସ 4 ତାରିଖରେ ଥିଲା। ହେଲେ ପ୍ରକାଶ 3 ତାରିଖରେ ବରଯାତ୍ରୀ ନେଇ ବାହା ହେବାକୁ ପଳାଇ ଆସିଲେ। ଯେତେବେଳେ ସେମାନେ କନ୍ୟାଘର ପାଖାପାଖି ହୋଇଗଲେ, କନ୍ୟାଘରକୁ ମାଲୁମ ପଡ଼ିଗଲା। ସେମାନେ ଆଶ୍ଚର୍ଯ୍ୟ ହୋଇଗଲେ ଯେ ବିବାହ ତ ଆସନ୍ତାକାଲି ଅଛି, ଆଉ ବରଯାତ୍ରୀ ନେଇ ସେମାନେ ଆଜି କେମିତି ପଳାଇ ଆସିଲେ। କନ୍ୟା ଘରେ ହଇଚଇ ସୃଷ୍ଟି ହୋଇଗଲା, କାରଣ ବିବାହର ସମ୍ପୂର୍ଣ୍ଣ ପ୍ରସ୍ତୁତି ହୋଇନଥିଲା। ବିବାହ ତ ଆସନ୍ତାକାଲି ଥିଲା, ତେଣୁ କିଛି କାମ ବାକି ରହିଯାଇଥିଲା। କନ୍ୟା ପକ୍ଷ ଜାଣିବା ପରେ ତୁରନ୍ତ ସେମାନେ ବର ପାଖକୁ ବାହାରିଗଲେ। ରାସ୍ତାରେ ଭେଟି ପଚାରିଲେ କି ଆଜି କେମିତି ପଳାଇ ଆସିଲେ, ବିବାହ ତ ଆସନ୍ତାକାଲି। ହେଲେ ସେମାନେ ଆଶ୍ଚର୍ଯ୍ୟ ହେବା ବଦଳରେ କହିଲେ କି ନାଇଁ ନାଇଁ, ବିବାହ ତ ଆଜି। ଆଉ ଜିଦ୍ ଧରିଲେ କି ଆଉ ଫେରିବୁନି, ଆଜି ହିଁ ଝିଅକୁ ନେଇକି ଯିବୁ। କନ୍ୟା ପକ୍ଷଙ୍କ ମୁଣ୍ଡରେ ଯେମିତି ବଜ୍ର ପଡ଼ିଲା। କହିଲେ, ଖାଇବା ପିଇବାଠୁ ଆରମ୍ଭ କରି ଆମେ ସବୁ ବ୍ୟବସ୍ଥା କେମିତି କରିବୁ? 2-4 ଜଣଙ୍କ କଥା ନୁହେଁ ନା, ଆପଣ ମାନେ ପୁରା 124 ଜଣ ଅଛନ୍ତି, ଆମେ କେମିତି କଣ କରିବୁ? ହେଲେ ବର ପକ୍ଷ ପୁରା ଜୋଶରେ ଥିଲେ। କହିଲେ ଯାହା ବି ହେଉ, ବିବାହ କରିବାର ଅଛି ତ ଆଜି ହିଁ ସବୁ ବ୍ୟବସ୍ଥା କରିବାକୁ ପଡ଼ିବ। କନ୍ୟା ପକ୍ଷଙ୍କର ମୁଣ୍ଡ ଗୋଳମାଳ ହୋଇଗଲା। ଏକ ଅଜବ ପରିସ୍ଥିତି ସୃଷ୍ଟି ହୋଇଗଲା। ତ ବହୁତ ରୋଚକ କାହାଣୀ। ସେହିଦିନ ବିବାହ ହେଲା କି ନା? ଭୁଲ କାହାର ଥିଲା? ତାରିଖ କିଏ ଭୁଲି ଯାଇଥିଲା? ପୁଅ ଘର ନା ଝିଅ ଘର? ପୁଣି ଏହାର ସମାଧାନ କଣ ହେଲା? ଜାଣିବା ପାଇଁ ସମ୍ପୂର୍ଣ୍ଣ ଭିଡିଓ ଦେଖନ୍ତୁ। ଆଗକୁ ବଢିବା ଆଗରୁ ଭିଡିଓକୁ ଲାଇକ୍ କରିଦିଅନ୍ତୁ, ଆଉ କମେଣ୍ଟ ବକ୍ସରେ ଯେଉଁ ପ୍ରଥମ 20 ଜଣ ନିଜର ନାଁ ସହିତ ଜାଗା ନାଁରେ କମେଣ୍ଟ କରିବେ, ସେମାନଙ୍କର ନାଁ ପର ଭିଡିଓରେ ଘୋଷଣା ହେବ। ଗୋଟିଏ ଛୋଟିଆ ସହରର ବାସିନ୍ଦା ହେଉଛନ୍ତି ପ୍ରକାଶଙ୍କର ପରିବାର, ଆଉ ସେହି ସହରଠାରୁ 80 କିଲୋମିଟର ଦୂରରେ ରହୁଥିଲେ ରୀତାଙ୍କର ପରିବାର। ରୀତା ଓ ପ୍ରକାଶଙ୍କ ବିବାହ ଡିସେମ୍ବର 4 ତାରିଖରେ ହେବାକୁ ସ୍ଥିର ହୋଇଥିଲା। ହେଲେ କଣ ହେଲା କେଜାଣି, ବରଯାତ୍ରୀ ନେଇ ପ୍ରକାଶ 3 ତାରିଖରେ ହିଁ ରୀତା ଘରକୁ ବାହାରି ପଡ଼ିଲେ। 2 ଘଣ୍ଟା ଭିତରେ ବରଯାତ୍ରୀ କନ୍ୟା ଘର ପାଖାପାଖି ପହଞ୍ଚିଗଲେ। କନ୍ୟା ଘର ଆଉ 2 କିଲୋମିଟର ବାକି ଥିଲା। ସମସ୍ତେ ଗାଡ଼ି ଅଟକାଇ ଫ୍ରେଶ ହେଲେ, ଏକାଠି ହେଲେ। ସେହି ସ୍ଥାନକୁ ରୀତାଙ୍କର ଭାଇ ବିଜୁ କୌଣସି କାରଣ ପାଇଁ ଯାଇଥିଲେ। ଯେତେବେଳେ ସେ ସେହି ସ୍ଥାନରେ ବରଯାତ୍ରୀଙ୍କ ସହିତ ପ୍ରକାଶକୁ ବରବେଶରେ ଦେଖିଲେ, ଆଶ୍ଚର୍ଯ୍ୟ ହୋଇଗଲେ। ବିଜୁ ପ୍ରକାଶଙ୍କ ସହିତ କଥା ହେବେ କଣ, ଅଣନିଶ୍ୱାସୀ ହୋଇ ସିଧା ଘରକୁ ଦୌଡ଼ିଲେ। ଆଉ ଘରେ ଆସି ସିଧା ବାପା ମାଙ୍କୁ କହିଲେ କି ବାପା, ପ୍ରକାଶ ଭାଇ ତ କଣ ଆଉ କାହାକୁ ବାହା ହେବା ପାଇଁ ଯାଉଛନ୍ତି। ବିଜୁ ଜାଣିନଥିଲେ କି ସେମାନେ ବରଯାତ୍ରୀ ନେଇ ତାଙ୍କ ଭଉଣୀକୁ ବାହା ହେବା ପାଇଁ ଯାଉଛନ୍ତି ବୋଲି। ଆଉ ସେ ସେମିତି ଭାବିବା ବି ସ୍ୱାଭାବିକ ଥିଲା, କାରଣ ବିବାହ ତ ଆସନ୍ତାକାଲି ଥିଲା। ବିଜୁଙ୍କ କଥା ଶୁଣି ଖାଲି ପରିବାର କାହିଁକି, ସାହି ଭିତରେ ବି ହଙ୍ଗାମା ସୃଷ୍ଟି ହୋଇଗଲା। ଘର ଭିତରେ ବୈଠକ ଆରମ୍ଭ ହୋଇଗଲା। ବରିଷ୍ଠ ଲୋକମାନେ କହିଲେ କି ଆରେ ଆଗ କଣ ହୋଇଛି ବୁଝ, ହୁଏତ ସେମାନେ ତାରିଖ ଭୁଲି ଯାଇଥିବେ ଆଉ ବାହା ହେବାକୁ ଏଠକୁ ଆସୁଥିବେ। ବୈଠକରେ ସ୍ଥିର ହେଲା କି ଆଗ 4-5 ଜଣ ଯାଇ ପ୍ରକୃତ ଘଟଣା ବୁଝିବେ, ଆଉ ତାପରେ ଯାହା ନିଷ୍ପତ୍ତି ନିଆଯିବ। ସେହି ଅନୁସାରେ ରୀତାଙ୍କର ବାପା ସମେତ ଆଉ 4 ଜଣ ସେଠାକୁ ବାହାରିଲେ, ଯେଉଁଠି ବରଯାତ୍ରୀମାନେ ଅଟକିଥିଲେ। ସେଠାରେ ପହଞ୍ଚି ପ୍ରକାଶ ଓ ତାଙ୍କର ବାପାଙ୍କ ସହିତ କଥା ହେଲେ। ପଚାରିଲେ, ଆପଣମାନେ ବାହା ହେବା ପାଇଁ କୁଆଡ଼େ ଯାଉଛନ୍ତି? ଶୁଣିକି ପ୍ରକାଶ ଓ ତାଙ୍କ ବାପା ଟିକେ ଚକିତ ହୋଇଗଲେ। କହିଲେ, ଆପଣ କେମିତିକା କଥା କହୁଛନ୍ତି? ବରଯାତ୍ରୀ ନେଇ ଆପଣଙ୍କ ଘରକୁ ଯାଉଛୁ। ଶୁଣିକି ଏବେ ରୀତାଙ୍କ ବାପା ଓ ଅନ୍ୟମାନେ ଆଶ୍ଚର୍ଯ୍ୟ ହୋଇଗଲେ। ପରସ୍ପରକୁ ଅନାଅନି ହେଲେ। ଆଉ ତାପରେ ଜଣେ ବରିଷ୍ଠ ଲୋକ କହିଲେ କି ବାହାଘର ତ କାଲି ଅଛି, ଆଜି କେମିତି ବରଯାତ୍ରୀ ନେଇ ଚାଲି ଆସିଲେ? ପ୍ରକାଶଙ୍କର ବାପା କହିଲେ,
ନାଇଁ ତ, ବାହାଘର ତ ଆଜି। ଆପଣମାନେ କେମିତି କହୁଛନ୍ତି କି ବାହାଘର କାଲି ବୋଲି? ସେଠୁ ପଚାରିଲେ କି ଜ୍ୟୋତିଷ ଯେଉଁ କାଗଜ ଦେଇଥିଲେ ଦେଖାନ୍ତୁ। ଯେତେବେଳେ ଶୁଭ ମୁହୂର୍ତ୍ତ ଦେଖି ଜ୍ୟୋତିଷ ବିବାହ ତାରିଖ ଠିକ୍ କରିଥିଲେ, ସେତେବେଳେ 2ଟି କାଗଜରେ ଲେଖି ଗୋଟିଏ ପୁଅ ଘରକୁ ଆଉ ଗୋଟିଏ ଝିଅ ଘରକୁ ଧରାଇ ଦେଇଥିଲେ। ହେଲେ ଝିଅ ଘର ଲୋକ ସେ କାଗଜକୁ ହଜେଇ ଦେଇଥିଲେ। ତେଣୁ ସେମାନେ କାଗଜ ଦେଖିପାରିଲେନି। ଆଉ ପୁଅ ଘର ସେ କାଗଜକୁ ଦେଖେଇ କହିଲେ କି ଦେଖନ୍ତୁ, ଜ୍ୟୋତିଷ ତ ବାହାଘର ତାରିଖ 3 ତାରିଖରେ ଲେଖିଛନ୍ତି। ଦେଖିକି କନ୍ୟା ପକ୍ଷଙ୍କର ହୋସ୍ ଉଡ଼ିଗଲା। କାରଣ ସେମାନେ 4 ତାରିଖ ଭାବି ସେହି ଅନୁସାରେ ପ୍ରସ୍ତୁତି ହୋଇଥିଲେ। ଆଉ କାର୍ଡ ବି ସେହି ଅନୁସାରେ ଛପାଇ ଲୋକଙ୍କୁ ବାଣ୍ଟି ସାରିଥିଲେ। ସେଠୁ ପ୍ରକାଶଙ୍କ ପରିବାର କହିଲେ କି ଯାହା ବି ହେଲା ସେ କଥା ଛାଡ଼ନ୍ତୁ, ଏବେ ବିବାହ ଆଜି ହିଁ ହେବ। ଆପଣମାନେ ପ୍ରସ୍ତୁତ ହୋଇଯାଆନ୍ତୁ, ବରଯାତ୍ରୀଙ୍କର ସ୍ୱାଗତ କରନ୍ତୁ। ଏହି ଘଟଣା ପରେ ସେଠାରେ ଯେମିତି ଗହଳି ଆରମ୍ଭ ହୋଇଗଲା। ତମାସା ଚାଲିଲା। ରୀତାଙ୍କ ଭାଇ କହିଲେ କି ଆମେ ତ ଯାଦୁଗର ନୁହେଁ ନା ଯେ ଚୁଟକି ମାତ୍ରେ ଏତେ ଲୋକଙ୍କ ପାଇଁ ଖାଇବା ହୋଇଯିବ, ବେଦୀ ତିଆରି ହୋଇଯିବ, ମଣ୍ଡପ ବି ପ୍ରସ୍ତୁତ ହୋଇଯିବ। କେମିତି ଆମେ ବିବାହ ପ୍ରସ୍ତୁତି କରିବୁ? ଆଉ ଆପଣମାନେ ତ 2-4 ଜଣ ନୁହନ୍ତି, ପୁରା 124 ଜଣ ବରଯାତ୍ରୀ। ତେଣୁ ସମ୍ଭବ ନୁହେଁ ଏତେ ଶୀଘ୍ର ସବୁ ପ୍ରସ୍ତୁତି କରିବା ପାଇଁ। ପ୍ରକାଶଙ୍କର ବାପା କହିଲେ ନାଇଁ, ବାହାଘର କରିବାର ଅଛି ତ ଆଜି କର। ଆଉ ଗୋଟିଏ ବାହାଘରରେ ଝିଅ ପକ୍ଷ ସବୁବେଳେ ନଈ ସହି ରୁହନ୍ତି। ସେଠୁ ରୀତାଙ୍କର ବାପା ମୁଣ୍ଡ ତଳୁ କରି କହିଲେ କି ଦେଖ, ମୁଁ ମୁଣ୍ଡ ତଳକୁ କରିଦେଲି। ମୁଣ୍ଡ ତଳକୁ କରିଦେଲେ କ'ଣ ସବୁ ବ୍ୟବସ୍ଥା ହୋଇଯିବ? ଆପଣମାନଙ୍କ ଖାଇବା ପିଇବା, ବିବାହ ବେଦୀ, ମଣ୍ଡପ, ବନ୍ଧୁବାନ୍ଧବ, କେତେ କଥା ଅଛି। ଏ ବ୍ୟବସ୍ଥା 2 ଘଣ୍ଟା ଭିତରେ କେମିତି ହୋଇଯିବ? ହେଲେ ପ୍ରକାଶଙ୍କର ପରିବାର ଜମା ଶୁଣିଲେନି। ଜିଦ୍ ଧରିଲେ। କହିଲେ ବାହାଘର ହେବ ତ ଆଜି, ସବୁ ବ୍ୟବସ୍ଥା କର, ନହେଲେ ବାହାଘର ହୋଇପାରିବନି। ଆଉ କିଛି ଉପାୟ ନ ପାଇ ରୀତାଙ୍କ ବାପା ରୋଷେଇଆ, ମଣ୍ଡପ, ଟେଣ୍ଟ ଆଦି ସମସ୍ତଙ୍କୁ ଫୋନ କଲେ। ସେମାନଙ୍କୁ ସବୁ କଥା କହିଲେ। ଆଉ ପଚାରିଲେ କି ଭାଇ, ତମେ କ'ଣ 2 ଘଣ୍ଟାରେ ଏସବୁ ବ୍ୟବସ୍ଥା କରିପାରିବ? ହେଲେ ସମସ୍ତେ ଏପଟ ସେପଟ କଥା କହିଲେ। କିଏ କହିଲା ହଁ, ଯଦି ଭାତ ଆଳୁ ଚକଟା ଖାଇବେ ତାହେଲେ ମୁଁ କରିଦେଇ ପାରିବି। ମଣ୍ଡପ ବାଲା କହିଲେ କି ଯଦି ଖାଲି କନା ଟାଙ୍ଗିକି ବାହାଘର କରିଦେବେ ତାହେଲେ ହୋଇଯିବ। ଆଉ ଟେଣ୍ଟ ବାଲା କହିଲା କି ଯଦି ଲାଇଟ୍ 2-4ଟା ଆଉ କନା 2ଟା ଓହଳେଇ ଦେଲେ ବାହାଘର ହୋଇଯିବ ତାହେଲେ ମୁଁ କରିଦେବି। ଶୁଣିକି ଫୋନ କାଟିଦେଲେ। ବୁଝିଗଲେ କି ଫୋନ କରିକି କିଛି ଫାଇଦା ନାହିଁ। ସେମିତି ବରପକ୍ଷଙ୍କୁ ଅନୁରୋଧ କରି ଚାଲିଥିଲେ। ହେଲେ ସେମାନେ ମାନିବାକୁ ପ୍ରସ୍ତୁତ ନଥିଲେ। ସେ ସ୍ଥାନରେ ତମାସା ବଢି ଚାଲିଥିଲା। ରୀତାଙ୍କ ଭାଇ ବିଜୁଙ୍କର ସାଙ୍ଗ ଥିଲେ ବିକାଶ। ବିଜୁ ବିକାଶକୁ ଫୋନ କରି ସବୁ କଥା କହିଲେ। ବିକାଶ ଟିକେ ସାହସ ଦେଇ କହିଲେ କି ତୁ ଗୋଟେ କାମ କର, ସେମାନଙ୍କ ସହିତ କଥା ହେଉଥା, ମୁଁ କିଛି କରୁଛି। ବିଜୁ କହିଲେ ଆରେ ଏଠି ଗୋଟିଏ ମୁହୂର୍ତ୍ତ କାଟିବାକୁ କଷ୍ଟ ହେଉଛି। ତୁ 1 ଘଣ୍ଟାର କଥା କହୁଛୁ? ଯେମିତି ହେଲେ ବି ତୁ ଜଲ୍ଦି ଏଠାରେ ପହଞ୍ଚ। ବିକାଶ 15 ମିନିଟ୍ ଭିତରେ ସେଠାରେ ପହଞ୍ଚିଗଲା। ଆଉ ସେ ପ୍ରକାଶକୁ କହିଲେ କି ଠିକ ଅଛି, ବାହାଘର ଆଜି ହିଁ ହେବ। ଆମେ ତମ ପାଇଁ ରହିବା ଖାଇବା ବ୍ୟବସ୍ଥା କରିଦଉଛୁ। ଶୁଣିକି ସବୁ ଲୋକ ବିକାଶକୁ କଲବଲ କରି ଅନେଇଲେ। ଏ କ'ଣ କହି ଚାଲିଛି? କେମିତି କରିବ ସବୁ? ବିଜୁ ପଚାରିବା ପରେ ରାକେଶ କହିଲେ କି ଏମାନଙ୍କ ପାଇଁ ମୁଁ ହୋଟେଲ ବୁଝିଛି, ସେଠାରେ ରହିବା ସହିତ ଖାଇବା ବ୍ୟବସ୍ଥା କରାଯିବ। ଆଉ 15 ମିନିଟ୍ ପରେ ହୋଟେଲରୁ ଫୋନ ଆସିଲା କି ରହିବା ଖାଇବା ବ୍ୟବସ୍ଥା ହୋଇଯାଇଛି ବୋଲି। ତାପରେ ସବୁ ବରଯାତ୍ରୀଙ୍କୁ ସେଇଠାକୁ ନିଆଗଲା। ସେଠାରେ 1 ଘଣ୍ଟା ଭିତରେ ଜଳଖିଆ ଓ 2 ଘଣ୍ଟା ପରେ ଖାଇବା ବି ପ୍ରସ୍ତୁତ ହୋଇଗଲା। ସମସ୍ତେ ଖୁସି ହୋଇଗଲେ। ବିକାଶ ସମସ୍ତଙ୍କୁ ବୁଝାଇବାକୁ ଲାଗିଲେ। କହିଲେ ଆପଣମାନେ କହିଲେ ଆମେ ଆଜି ହିଁ ଝିଅକୁ ଏଠାରେ ବାହାଘର କରିପାରିବୁ। ହେଲେ ଟିକେ ଚିନ୍ତା କରନ୍ତୁ, ଆମର ବହୁତ ସାରା ବନ୍ଧୁବାନ୍ଧବ ଏବେ ବି ଆସିନାହାନ୍ତି। ଗାଁ ଲୋକ ବି ଜାଣିଛନ୍ତି କି ବାହାଘର କାଲି ବୋଲି। ଏମିତିରେ ଆଜି ଯଦି ବାହାଘର ହୋଇଯିବ ତାହେଲେ ଆମ ଇଜ୍ଜତ ଚାଲିଯିବ। ସେଠି ବର ପକ୍ଷ କଥା ବୁଝିଲେ। କହିଲେ ଠିକ ଅଛି,
ଆମର ଖାଇବା ପିଇବା ଆଉ ରହିବା ବ୍ୟବସ୍ଥା ହୋଇଗଲା। ଆଉ କିଛି ଚିନ୍ତା ନାହିଁ। ତେଣୁ କାଲି ବିବାହ ହେବ। ସେମାନଙ୍କ ପାଇଁ ହୋଟେଲରେ ସବୁ ବ୍ୟବସ୍ଥା କରି ବିକାଶ ବିଜୁଙ୍କୁ ନେଇ ଘରକୁ ବାହାରି ପଡ଼ିଲେ ଆଉ କହିଲେ, ଚାଲ କାଲି ପାଇଁ ସବୁ ବନ୍ଦୋବସ୍ତ କରିଦେବା। ସେ ରାତି ବିତିଗଲା। ସକାଳୁ ସକାଳୁ ବିଜୁ ବିକାଶକୁ ନେଇ ବରଯାତ୍ରୀଙ୍କର ଖବର ନେବାକୁ ଗଲେ। ହୋଟେଲ ମ୍ୟାନେଜରଙ୍କୁ ଭେଟି ପଚାରିଲେ କି ସବୁ ଠିକଠାକ୍ ଅଛି ତ? ହେଲେ ମ୍ୟାନେଜର ଯାହା କହିଲେ ଶୁଣିକି ସେମାନଙ୍କର ଚିନ୍ତା ବଢିଗଲା। ମ୍ୟାନେଜର କହିଲେ କି, ଆରେ ତମେ କାହା ଘରେ ବିବାହ କରୁଛ? ବରଯାତ୍ରୀ କଥା ଛାଡ଼, ବର ବି ଏମିତି ମଦୁଆ ଯେ କେଜାଣି ସେ ବାହା ହେବାକୁ ଯାଇପାରିବ କି ନା। ଆଉ ରାତି ସାରା ସେମାନେ ଯାହା କରିଛନ୍ତି ଛାଡ଼ ଛାଡ଼। ତାପରେ ସେମାନେ ବର ଓ ବରଯାତ୍ରୀଙ୍କ କଥା ବୁଝି ପୁଣି ଘରକୁ ଫେରିଲେ। ସନ୍ଧ୍ୟା ହେଲା। ଆଜି ଥିଲା ବିବାହର ଦିନ। ହେଲେ କେହି ବି ହୋଟେଲରୁ ବାହାରୁ ନଥିଲେ। ଧୀରେ ଧୀରେ ସମୟ ବିତୁଥିଲା। ଯେତେବେଳେ ରାତି 10ଟା ବାଜିଗଲା ଆଉ ହୋଟେଲରୁ ବି କେହି ଆସିଲେନି। ବିଜୁ ଓ ବିକାଶ ପୁଣି ହୋଟେଲକୁ ଆସିଲେ। ପ୍ରକାଶ ଓ ତାଙ୍କ ବାପାଙ୍କୁ ପଚାରିଲେ କି, ଆପଣମାନେ ବାହାରି ନାହାନ୍ତି କ'ଣ? ଦେଖୁ ଦେଖୁ ସମୟ ଗଡ଼ିଯିବ ଆଉ ଅସୁବିଧା ହୋଇଯିବ। ହେଲେ ପ୍ରକାଶଙ୍କର ବାପା କହିଲେ କି, ଆଉ ଆମେ ତମ ଘରକୁ ଯିବୁନି। ତମେମାନେ ଝିଅକୁ ନେଇ ଏଠାକୁ ଆସ। ଏଠାରେ ହିଁ ବାହାଘର ହେବ। ବିଜୁ ପଚାରିଲେ, କାହିଁକି ମଉସା? କ'ଣ ଅସୁବିଧା ହେଲା ଯେ ଆପଣମାନେ ଏମିତି କହୁଛନ୍ତି? ଆପଣଙ୍କ ପାଇଁ ଘରେ ସବୁ ବ୍ୟବସ୍ଥା ହୋଇଛି। ଘରେ ହିଁ ବିବାହ ହେବ। ହେଲେ ପ୍ରକାଶଙ୍କର ବାପା ମାନିଲେନି। ଏକଥା ବିଜୁ ତାଙ୍କ ବାପାଙ୍କୁ ଫୋନ କରି ଜଣାଇଲେ। ଆଉ ଶୁଣିକି ପୁଣି ତାଙ୍କର ମୁଣ୍ଡ ଖରାପ ହୋଇଗଲା। ରୀତା ବି କହିଲେ କି, ବାପା ମୁଁ ତମକୁ ମନା କରୁଥିଲି ସେଠି ବାହା ହେବା ପାଇଁ, ହେଲେ ତମେ ମୋ କଥା ଶୁଣିଲନି। କେଜାଣି କେମିତିକା ଲୋକ ସେମାନେ। ସେଠୁ ବିକାଶ କହିଲେ କି, ସତରେ ତୁ କ'ଣ ପ୍ରକାଶକୁ ବାହା ହେବା ପାଇଁ ମନା କରୁଥିଲୁ? ରୀତା କହିଲେ କି, ହଁ ଭାଇ, ମୁଁ ସେଠି ବାହା ହେବାକୁ ବାପାଙ୍କୁ ବହୁତ ଥର ମନା କରିଛି। ହେଲେ ବାପାଙ୍କୁ କ'ଣ ଠିକ ଲାଗିଲା କେଜାଣି ସେ ସେଠାରେ ବାହାଘର ଠିକ କରିଦେଲେ। ସେଠୁ ବିକାଶ କହିଲେ କି, ଯଦି ତୁ ବାହା ହେବା ପାଇଁ ରାଜି ନୁହଁ ତାହେଲେ ଠିକ ଅଛି, ଦେଖ ମୁଁ କ'ଣ କରୁଛି। ସେଠୁ ରୀତା ସାଙ୍ଗେ ସାଙ୍ଗେ କହିଲେ କି, ନା ନା ତମେ ଜମା କିଛି କରନି, ନହେଲେ ବାହାଘର ଭାଙ୍ଗିଯିବ। ଆଉ ବାହାଘର ଭାଙ୍ଗିଗଲେ ବାପାଙ୍କୁ ହାର୍ଟ ଆଟାକ୍ ହୋଇଯିବ। କାଲିଠୁ ବାପା ବହୁତ ଟେନସନରେ ଅଛନ୍ତି। ସେଠୁ ବିକାଶ କହିଲେ, ତୁ ଜମା ବି ଚିନ୍ତା କରନି। ସେଠୁ ବିକାଶ ନିଜ ସାନ ଭାଇ ଆକାଶକୁ ଡକାଇ ପଠେଇଲେ। ଆକାଶ ସେ ହୋଟେଲର ମାଲିକ ଥିଲେ। ଆଉ ତାକୁ ରୀତା ସହିତ ଭେଟେଇଲେ। ଆକାଶକୁ ପଚାରିଲେ, ଦେଖ ଆକାଶ, ରୀତା ହେଉଛି ମୋ ସାଙ୍ଗ ବିଜୁର ଭଉଣୀ। ଯଦି ତାକୁ ତୁ ବାହା ହେବାକୁ ପଡ଼େ ତାହେଲେ ତୁ କ'ଣ ରାଜି ହେବୁ? ସେଠୁ ଆକାଶ ଟିକେ ସମୟ ଚିନ୍ତା କଲେ ଆଉ ହଁ ମାରିଲେ। କାରଣ ଆକାଶ ବିକାଶ ଦୁଇ ଭାଇଙ୍କର ବାପା ମା ନଥିଲେ। ଆଉ ଆକାଶ ପାଇଁ ବିକାଶ ହିଁ ସେ ହୋଟେଲର ବନ୍ଦୋବସ୍ତ କରାଇ ଦେଇଥିଲେ। ତେଣୁ ବଡ଼ ଭାଇ ହିସାବରେ ସେ ତାଙ୍କର ସବୁ କଥା ମାନୁଥିଲେ। ଆକାଶ ପଟରୁ ସ୍ୱୀକୃତି ମିଳିବା ପରେ ବିକାଶ ରୀତାଙ୍କୁ ପଚାରିଲେ କି, ରୀତା ତୁ କ'ଣ କହୁଛୁ? ରୀତା ବିକାଶକୁ ନିଜ ବିଜୁ ଭାଇଙ୍କ ସାଙ୍ଗ ଭାବେ ଭଲ ଭାବରେ ଜାଣିଥିଲେ ଆଉ ତାଙ୍କ ପରିବାରକୁ ବି ଜାଣିଥିଲେ। ତେଣୁ ସେ ବି ରାଜି ହୋଇଗଲେ। ସେଠୁ ବିକାଶ ବିଜୁଙ୍କୁ ଡାକିଲେ ଆଉ କହିଲେ କି, ଦେଖ ବିଜୁ, ତମେ ରୀତା ପାଇଁ ଯେଉଁ ପ୍ରସ୍ତାବ ଠିକ କରିଛ ସେ ଜମା ବି ଭଲ ନୁହେଁ। ଗତକାଲିଠାରୁ ଆଜି ଯାଏଁ ତାର ସବୁ କାରନାମା ତୁ ଜାଣି ସାରିଛୁ। ତେଣୁ ଏମିତି ଏକ ଘରେ ଭଉଣୀକୁ ବାହା ଦେଲେ ତମେମାନେ ଜମା ବି ଖୁସିରେ ରହିପାରିବନି। ଆଉ ରୀତା ତ ଆଗରୁ ମନା କରୁଥିଲା, ଯଦି ତୁ ରାଜି ହେବୁ ତାହେଲେ ଆମେ ରୀତାର ବିବାହ ମୋ ଭାଇ ଆକାଶ ସହିତ କରେଇବା। ପ୍ରକାଶର କାରନାମା ଶୁଣି ବିଜୁ ବି ଚିନ୍ତାରେ ପଡ଼ିଗଲେ। ସବୁ କଥା ବାପାଙ୍କୁ କହି ବୁଝାଇଲେ। ବାପା ଓ ଅନ୍ୟମାନେ ବହୁତ ଚିନ୍ତା କଲେ ଆଉ ବିକାଶ କଥାରେ ରାଜି ହୋଇଗଲେ। ସେଠୁ ସମସ୍ତେ ମିଶି ପ୍ରକାଶ ଓ ତାଙ୍କ ବାପାଙ୍କ ପାଖକୁ ଆସିଲେ। ଏବେ ବି ସେହି ହୋଟେଲରେ ସେମାନେ ହଙ୍ଗାମା କରୁଥିଲେ। ଗତକାଲିଠାରୁ ଲଗାତାର ମତରେ ଭାସୁଥିଲେ। ସମସ୍ତଙ୍କୁ ଦେଖି ପ୍ରକାଶ ଓ ତାଙ୍କ ବାପା ପଚାରିଲେ କି, କ'ଣ ହେଲା, କ'ଣ କହୁଛନ୍ତି? ସେଠୁ ବିକାଶ କହିଲେ କି, କିଛି ହେଲାନି, ଆମେ ଭାବିଛୁ
ତମ ମାନଙ୍କର ନିଶା କେମିତି ଉତୁରେଇବୁ। ସେଠୁ ପ୍ରକାଶଙ୍କ ଭିଣୋଇ କହିଲେ, କଣ କହିଲ? ଆମ ନିଶା ଉତୁରେଇବ? କେମିତି କରିବ? ବିକାଶ ଏକ ଜୋରଦାର ଚାପଡ଼ା ମାରିଲେ। କହିଲେ, ଏମିତି ତମ ମାନଙ୍କର ନିଶା ଉତୁରେଇବି। ରୁହ, ତମ ମାନଙ୍କର କଣ ଅବସ୍ଥା ହେଉଛି। ଅନ୍ୟ ପଟରେ ପୋଲିସକୁ ଖବର ଦିଆଗଲା। କିଛି ସମୟ ପରେ ପୋଲିସ ଆସି ପହଞ୍ଚିଗଲା। ପୋଲିସକୁ ସବୁ କଥା କହିଲେ ବିଜୁ ଓ ବିକାଶ। ଆଉ କହିଲେ କି ରୀତା ବି ପ୍ରକାଶକୁ ବାହା ହେବା ପାଇଁ ମନା କରୁଛି। ପୋଲିସ ଶୁଣିବା ପରେ ପ୍ରକାଶ ଓ ତାଙ୍କ ପରିବାରକୁ ଗାଳି ଦେଲେ। କହିଲେ, ତମେ ମାନେ ବାହାଘର କରିବାକୁ ଆସିଛ, ହେଲେ ଏମିତି ଅବସ୍ଥା କଲଣି ଯେ ତମକୁ କାଲିଠାରୁ ହିଁ ଏଠାରୁ ତଡ଼ିବାର ଥିଲା। ଏମିତି ଅବସ୍ଥାରେ ଝିଅ ଘର ତମ ପାଇଁ ଏତେ ଭଲ ବ୍ୟବସ୍ଥା କରିଛନ୍ତି, ଆଉ ତମେ ମାନେ ମଦ ପିଇ ପିଇ ହୋଟେଲର ଅବସ୍ଥା ତ ଯାହା ବିଗାଡ଼ିଲ, ତା ସହିତ ଝିଅକୁ ଏଠାରେ ଆଣି ବାହା ହେବା ପାଇଁ କହୁଛ। ଏବେ ଝିଅ ତମକୁ ବାହା ହେବା ପାଇଁ ମନା କରୁଛି। ତେଣୁ ଭଲ ହେବ ହୋଟେଲରେ ଯାହା ବି ବିଲ୍ ହୋଇଛି ତାକୁ ଦିଅ, ଆଉ ଆଇନ ଅନୁସାରେ ଜୋରିମାନା ଦେଇ ଏଠାରୁ ତୁରନ୍ତ ପଳାଅ। କାରଣ ନିଜେ ପ୍ରକାଶ, ତାଙ୍କ ବାପା, ଭାଇ, ଭିଣୋଇ ସମସ୍ତେ ଏତେ ମାତ୍ରାରେ ମଦ ପିଇଥିଲେ ଯେ ଠିକରେ ଛିଡ଼ା ହୋଇପାରୁନଥିଲେ। ପୋଲିସ ସାମ୍ନାରେ ସବୁ କିଛି ବୁଝାବଣା ହେଲା। ତାପରେ ଶିଶୁପାଳ ହୋଇ ବରତା ଘରକୁ ଫେରିଲା। ସପ୍ତାହେ ପରେ ଆକାଶ ଓ ରୀତାଙ୍କର ବିବାହ ହେଲା। ଆଜି ସେମାନେ ଖୁବ୍ ଖୁସିରେ ଅଛନ୍ତି। ତ କାହାଣୀ କେମିତି ଲାଗିଲା କମେଣ୍ଟ କରି ନିଶ୍ଚୟ ଜଣେଇବେ। ଏମିତି ପିଲାକୁ ବାହା ନ ହୋଇ ରୀତା ଠିକ୍ କରିଛନ୍ତି କି ନା କମେଣ୍ଟ ବକ୍ସରେ ଜଣେଇବେ। ଭିଡିଓ ଭଲ ଲାଗିଥିଲେ ଲାଇକ୍ ଓ ସେୟାର କରିବା ସହିତ ଚ୍ୟାନେଲକୁ ସବସ୍କ୍ରାଇବ କରିଦେବେ, ଆଉ ବେଲ୍ ଆଇକନକୁ ବି ଅନ୍ କରିଦେବେ। ଗତ ଭିଡିଓରେ କମେଣ୍ଟ କରିଥିବା ପ୍ରଥମ 20 ଜଣ ହେଲେ କମ୍ବୁପାଣି ପ୍ରଧାନ ପଳାଶଗୋରା, ବଳରାମ ମିଶ୍ର ମଲ୍ଲିକା ଦେଇପୁର, ବିପିନ ବିରାଇ ପଣ୍ଡା କଟକ, ରଜତ ନାୟକ କେନ୍ଦୁଝର, ସୌଦାମିନୀ ବିଶ୍ୱାଳ କଟକ, ଶ୍ୟାମଘନ ରଞ୍ଜନ ମହାରଣା ବଡ଼ପୋଖରିଆ, ଯଶବନ୍ତ ରକ୍ସ ସୁନ୍ଦରଗଡ଼, ଅଜୟ ବଡ଼ଜେନା ତନିଷା ତନୟା ଭୁବନେଶ୍ୱର, ଲିଙ୍ଗରାଜ ନାୟକ ସାର୍ଗିପାଲି। ସିକ୍ରେଟ ଷ୍ଟୋରିଜର ସବୁ ଦର୍ଶକଙ୍କୁ ଅନେକ ଅନେକ ଧନ୍ୟବାଦ।